ଆମର ଗୋଟେ କଥାରେ ରହିଯାଇଛି ଆମେ ଓଡିଆ ଭାରି ବଢିଆ। ଆଉ ଓଡିଶାର ଲୋକମାନଙ୍କର ପ୍ରତ୍ୟେକ ଜିଲ୍ଲାର ପ୍ରତ୍ୟେକ ଓଡିଶାର ପ୍ରତି କୋଣ ଅନୁକୋଣରେ ଯେକୌଣସି ଆପଣ ଜଣେ ଓଡିଆଙ୍କୁ ଯେତେବେଳେ ମିଟ୍ କରିବେ ତାଙ୍କର ଯୋଉ ମିଠା କଥା ଯୋଉ ସ୍ନେହର ଆଦାନ ପ୍ରଦାନ ଯୋଉ ଭାବ ଆପଣଙ୍କ ମନକୁ ଯେମିତି ହେଲେ ଛୁଇଁଯିବ। ନିଶ୍ଚିତ ଓଡିଆ ମାନେ ମତେ ଯୋଉଟା ଆମର କଥା ରହିଯାଇଛି ଓଡିଆ ଭାରି ବଢିଆ, କିନ୍ତୁ ସେଇଟା ପ୍ରକୃତରେ ବି ଓଡିଆ ବହୁତ ଭଲ ବୋଲି ଓଡିଆ ମୁଁ ଭାବେ। ସତରେ ଭଲ। ଓଡିଆର ଭାଷା ଯେମିତି, ଓଡିଆର କଥା ସେମିତି, ଓଡିଆର ଖାଇବା ସେମିତି, ଓଡିଆର ସ୍ନେହ ଶ୍ରଦ୍ଧା ସେମିତି, ଓଡିଆର ଠାକୁର ଜଗତର ନାଥ ଜଗନ୍ନାଥ ମଧ୍ୟ ସବୁବେଳେ ବଢିଆ। ଆଜ୍ଞା ତେଣୁ ଆମ ଓଡିଶା ସଦାବେଳେ ଭଲ, ଓଡିଆ ଆମର ବହୁତ ଭଲ। କଣ ନାହିଁ ଓଡିଶାରେ? ଆପଣ ଓଡିଶାରେ ଯାହା ଖୋଜିବେ ସବୁ ଅଛି, ଯାହା ନାହିଁ ଭାରତରେ ଆମର ଯାହା ନଥିବ ବି ଓଡିଶାରେ ସବୁ ଅଛି। ସବୁ ଅଛି। ତ ଆମର ଓଡିଶାର ଗୋଟେ ସଂସ୍କୃତି ଯୋଉଟା କି ବହୁତ ଲୋକଙ୍କ ପାଖରେ ମାନେ ବହୁତ ରିଚ୍ ସଂସ୍କୃତି ଆଉ ରିଚ୍ କଲଚର ବୋଲି ଆମେ ମାନୁ। ଆଉ ଯୋଉଟା କି ଆପଣ ମଧ୍ୟ ଆପଣଙ୍କର ପ୍ଲାଟଫର୍ମ ଥ୍ରୁରେ ସବୁବେଳେ ଦେଖାନ୍ତି ଓଡିଆ ଲୋକମାନଙ୍କର କଲଚର, ଓଡିଆ ଲୋକଙ୍କର ସଂସ୍କୃତି। ତ ଆପଣଙ୍କୁ ଓଡିଆ ଲୋକଙ୍କର କୋଉ ଖାଇବାଟି ସବୁଠୁ ବେଶୀ ଭଲ ଲାଗେ ଓଡିଆ ଖାଇବା ଭିତରେ? ମତେ ନିଜକୁ ଖାଇବା ଭଲ ଲାଗେ ପଖାଳ ଭାତ। ପଖାଳ ଭାତ ମୋର ଭାରି ପଖାଳ ପ୍ରିୟ। ତ ଓଡିଆଙ୍କର ପଖାଳ ହେଲା ମୁଖ୍ୟ। ପଖାଳ କଂସା ଅଛି ମାନେ ଓଡିଆଙ୍କର ସବୁ ଅଛି। ଆମେ ସିନା ଟାଉନରେ ରହୁଛେ, ଗାଁ ଗହଳି ଲୋକମାନେ ସେଇ ପଖାଳ ହିଁ ତାଙ୍କର ଜୀବନ। ମୋର ଭାରି ପଖାଳ ପ୍ରିୟ। ଆମେ ଗୋଟେ ପଖାଳ ଦିବସ ବୋଲି ମଧ୍ୟ ଆଜିକା ଡେଟରେ ଆମେ ସେଲିବ୍ରେସନ କରୁଛୁ। ଆଉ ପଖାଳଟା ନିଶ୍ଚିନ୍ତ ଗୋଟେ ନ୍ୟାସନାଲ ଡିସ୍ ମଧ୍ୟ ହବାକୁ ଯାଉଛି। ରାଇସ୍ ୱାଟର ବୋଲି ଅଲ ଇଣ୍ଡିଆରେ ଜାଣନ୍ତି, ଆମେ ପଖାଳ ବୋଲି ଜାଣୁ। ପଖାଳ ସହିତ କଣ ଖାଇବାକୁ ଭଲ ପାଆନ୍ତି? ପଖାଳ ସହିତ ମୋର ମୁଖ୍ୟ ଜିନିଷ ହଉଛି ଶାଗ ଖରଡ଼ା। ଶାଗ ଖରଡ଼ାଟା ଆପଣ ବିଷୟ ଆମ ଘରେ କହନ୍ତି ଆରେ ତୁ ଘାସ ଖାଉଛୁ ନା କଣ? ମାନେ ମୁଁ ସବୁବେଳେ ଶାଗଟାକୁ ଭାରି ପ୍ରିୟ। ଏଇଟା ମଧ୍ୟ ମୁଁ ପ୍ରତ୍ୟେକ ମୋର ଯେତେ ମୁଁ ପ୍ରୋଗ୍ରାମ କରିଛି ମୋ ଶାଗଟାକୁ ମସ୍ତ ଇଏ କରେ। ବଡ଼ିଚୁରା ଟିକେ, ଆଳୁ ଚଟଣି ଟିକେ, ଆଉ ଯଦି ଅତ୍ୟଧିକ ହେଲା ମାଛ ଭଜା ଟିକେ ହେଇଗଲେ ଆହୁରି ବଢିଆ। ଶାଗ ଖାଇବା ବି ଦରକାର, କାରଣ ଆମେ ନର୍ମାଲ ସବୁବେଳେ ଆମେ ଦେଖୁଛେ ବହୁତ ପ୍ରକାରର ଶାଗରେ ବହୁତ ପ୍ରକାରର ଭିଟାମିନ ରହିଛି। ଆମର ଆଇ ପାୱାର ଇନକ୍ରିଜ କରିବାରେ ଶାଗଟା ଆମକୁ ବହୁତ ହେଲ୍ପ କରେ। ଆଉ ଆପଣଙ୍କୁ ମହାପ୍ରଭୁଙ୍କର ନିଶ୍ଚିନ୍ତ ଆପଣଙ୍କ ଉପରେ ଆଶୀର୍ବାଦ ରହିଛି। ଆଉ ମୁଁ ଭାବୁଛି ଯେ ଓଡିଶା ଲୋକଙ୍କ ସହିତ ମହାପ୍ରଭୁ ମଧ୍ୟ ଆପଣଙ୍କୁ ବହୁତ ଭଲ ପାଉଛନ୍ତି, ଯାହା ଦ୍ୱାରା କି ଆପଣ ସବୁବେଳେ ମହାପ୍ରଭୁଙ୍କର ଯୋଉ ମୁଖ୍ୟ ଖାଦ୍ୟଟା ଯୋଉଟା ଜଗନ୍ନାଥଙ୍କୁ ବି ଭଲ ଲାଗେ ପଖାଳ, ଆପଣଙ୍କୁ ମଧ୍ୟ ସେଇ ଖାଇବାଟା ଭଲ ଲାଗୁଛି। ଆମର ଗୋଟେ କଥାରେ ଡାକରେ ରହିଯାଇଛି ପଖାଳ ଭାତରେ ଘି ତମ ବାବା ଖାଇଥିଲେ କି। ସମସ୍ତେ ପଖାଳ ଖାଆନ୍ତି, କିନ୍ତୁ ପଖାଳ ଭାତରେ ଘିଅ ପକେଇକିରି କେବଳ ଆମର ସେଇ ବାବା ଜଗନ୍ନାଥ ମହାପ୍ରଭୁ ବଡ ଠାକୁର ସେ ହିଁ ଖାଆନ୍ତି। ଆପଣ ଜାଣିଥିଲେ ପଖାଳ ଭାତରେ ମହାପ୍ରଭୁ ଘିଅ ପକେଇ ଖାଆନ୍ତି ବୋଲି? ନା, ଏଇଟା ମୁଁ ଜାଣିନଥିଲି, ଏଇଟା ଆଜି ଶୁଣିଲି। ପଖାଳ ଭାତରେ ଘିଅ ପକେଇକି ବଡ ଠାକୁର ଖାଆନ୍ତି ବୋଲି ଏଇଟା ଆଜି ପ୍ରଥମ ଥର ଶୁଣିଲି। ମନ୍ଦିରରେ ପ୍ରତି ଭୋଗରେ ପଖାଳ ଭାତ ଭୋଗ ହୁଏ ମହାପ୍ରଭୁଙ୍କୁ। ଆଜ୍ଞା, ପ୍ରତି ଭୋଗରେ ପଖାଳ ଭାତ ଭୋଗ ହୁଏ, କାରଣ ଖାଇସାରିଲା ପରେ ମହାପ୍ରଭୁ ଟିକେ ପଖାଳ ଗୁଣ୍ଡେ ଖାଇକିରି ତୋରାଣି ଟିକେ ପିଇଲେ 15 ମିନିଟ୍ ଅଧଘଣ୍ଟେ ଯୋଉ ରେଷ୍ଟ ଟାଇମଟା ଭଲସେ ଟିକେ ଶୋଇପାରିବେ ନିଦରେ। ଆଉ ରାତିରେ ଶୋଇଲା ବେଳେ ସେଇଟା ହଉଛି ସବୁଠୁ ଯୋଉ ପଖାଳଟା ଭୋଗ ହୁଏ ସେଇଟା ସବୁଠୁ ଫେମସ ଓଡିଶାରେ। ଆଉ ସେଇଥିରେ ଘିଅ ପଡେ, ସୁବାସ ଜଳ ପଡେ, ମଲ୍ଲି ଫୁଲ ଟିକେ ପଡେ। ମଲ୍ଲି ଫୁଲିଆ ପଖାଳ ବି ଗୋଟେ ଅଛି। ରସିକା ଠାକୁର ତ ଆମର ଜଗତର ନାଥ ଜଗନ୍ନାଥ ଯୋଉ ରସିକା ଠାକୁର, ମାନେ ଯିଏ ଯେତେ ଚିକଣ ହୁଅ ତାଙ୍କ ଆଗରେ କେହି ନୁହଁ। ସିଏ ଯୋଉ ଭଳିଆ ରସିକ ତାଙ୍କ ଭଳିଆ ତାଙ୍କ ଆଗରେ କେହି ନୁହନ୍ତି।